ନମସ୍କାର ପିଲାମାନେ। ଗୋଟେ ଓଡ଼ିଶା ହୋମଗାର୍ଡ ରିକ୍ୱାରମେଣ୍ଟ ବାହାରିଛି, ତାର ନୋଟିଫିକେସନ ଦେଖି ଦିଅନ୍ତୁ। ଓଡ଼ିଶା ହୋମଗାର୍ଡ ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟର କଳାହାଣ୍ଡିରୁ ଆସିଛି। ଦେଖନ୍ତୁ ନମ୍ବର 66 ହୋମଗାର୍ଡ, ଡେଟ୍ 13/2/2025, 13 ତାରିଖ ଫେବୃଆରୀ ମାସ 2025ରୁ ଅଛି। ଅଲ୍ ICIC ଅଫ୍ PCS ତରଫରୁ, କଳାହାଣ୍ଡି ତରଫରୁ ରିକ୍ରୁଟମେଣ୍ଟ ବାହାରିଛି। ଦେଖନ୍ତୁ notification, you are directed to exhibit requirement notice of home guard notice board of all police station and out of post and also in panchayat office under police station jurisdiction। मतलब ଏଠି ଦେଖି ଦିଅନ୍ତୁ, ଓଡ଼ିଆରେ କହିଛି ଗୃହରକ୍ଷୀ ନିଯୁକ୍ତି ନିମନ୍ତେ ସୂଚନା। କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ପୁଲିସ ଥାନା ଗୁଡ଼ିକରେ ଗୃହରକ୍ଷୀ ପଦବୀ ନିମ୍ନଲିଖିତ ସଂଖ୍ୟାରେ ଖାଲି ଅଛି। ନିମ୍ନଲିଖିତ 60ଟା ଖାଲି ଅଛି। ଇଚ୍ଛୁକ ବ୍ୟକ୍ତିମାନେ ନିର୍ଦ୍ଧାରିତ ଦରଖାସ୍ତରେ ଆବେଦନ କରିବା ପାଇଁ ଆହ୍ୱାନ କରାଯାଉଛି। ଯୋଗ୍ୟତା ଏବଂ ଇଚ୍ଛୁକ ବ୍ୟକ୍ତି ସିଧାସଳଖ ଦୁର୍ଗପତି ଗୃହରକ୍ଷୀ ବାହିନୀ, କଳାହାଣ୍ଡି, ଭବାନୀପାଟଣା 766001 ଠିକଣାରେ ସେମାନଙ୍କର ଆବେଦନ କରିପାରିବେ। ଆବେଦନ ତାରିଖ ଅଛି 15 ଫେବୃଆରୀ 2025 ରୁ 1 ମାର୍ଚ୍ଚ 2025 ପର୍ଯ୍ୟନ୍ତ ଗ୍ରହଣ କରାଯିବ। 15 ତାରିଖରୁ ଷ୍ଟାର୍ଟ ହେଇଯାଇଛି। 15 ତାରିଖରୁ ମାର୍ଚ୍ଚ 1 ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି ଡିଷ୍ଟ୍ରିକ୍ଟ ପାଇଁ ଆବେଦନ କରିପାରିବେ। ନିଯୁକ୍ତି ପରୀକ୍ଷା ସମୟରେ ସେମାନେ ମୂଳ ପ୍ରମାଣପତ୍ର ଗୁଡ଼ିକ ଦେଖାଇବେ। ଯେତେବେଳେ ଜଏନିଂ ସମୟରେ ସେମାନଙ୍କର ମୂଳ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ, ଯେମିତି ଆଧାର କାର୍ଡ, ମ୍ୟାଟ୍ରିକ ସାର୍ଟିଫିକେଟ ଏବଂ ଏଜୁକେସନ ସାର୍ଟିଫିକେଟ। ଦେଖନ୍ତୁ କ'ଣ କ'ଣ ଅଛି। କମ୍ପ୍ୟୁଟର ସାର୍ଟିଫିକେଟ, ଡ୍ରାଇଭିଂ ଲାଇସେନ୍ସ, ବାହନ ଚାଳକ, ବିଦ୍ୟୁତ ମିସ୍ତ୍ରୀ ସାର୍ଟିଫିକେଟ, ପାଇପ ମିସ୍ତ୍ରୀ, ରୋଷେଇ କୁକ୍ ସାର୍ଟିଫିକେଟ, ବଢ଼ିଆ ରାଜମିସ୍ତ୍ରୀ ଇତ୍ୟାଦି। ଦକ୍ଷତା ଜ୍ଞାନ ବ୍ୟକ୍ତି ଅଭିଜ୍ଞତା ଥିବା ଆବେଦନମାନଙ୍କର ନମ୍ବର ଗୁରୁତ୍ୱ ଦିଆଯିବ। ମାନେ ସାର୍ଟିଫିକେଟ ଏଜୁକେସନ ହିସାବରେ ଆପଣ ମେରିଟ ବନିବ। ଏଠି ମେନସନ କ୍ଲିୟର କରାହେଇନି କି ସେଠି ରିଟେନ୍ ଏକ୍ଜାମ ହେବ କି ଫିଜିକାଲ ଏକ୍ଜାମ ହେବ। ସେଟା ଡକୁମେଣ୍ଟସ ହିସାବରେ ମେରିଟ ଲିଷ୍ଟ ବନେଇ ପାରିବ। CSP ଅଣ୍ଡରରେ ଭ୍ୟାକେନ୍ସିଟା ବାହାରିଛି। ଚାହିଁଲେ ସେ ଏକ୍ଜାମ ବି କରାଇ ପାରିବ, ନହେଲେ ସେଟା ଫିଜିକାଲ ବି କରାଇ ପାରିବ। ପଞ୍ଜୀକୃତ ବ୍ୟକ୍ତି ସେମାନଙ୍କ ସେବା ପ୍ରଦାନ କରିବା ପାଇଁ ଡ୍ୟୁଟି କଲ୍ ଭତ୍ତା DCA ଭାବରେ ପ୍ରତିଦିନ ଟଙ୍କା 612 ଟଙ୍କା ପାଇବେ। ତାଙ୍କର ବେତନ ରହିବ 612 ଟଙ୍କା ଦିନକୁ ମଜୁରୀ ରହିବ ଏବଂ DA ଆଲାୱେନ୍ସ ମିଳିବ ନାହିଁ। ଏବଂ ଯେଉଁ ଦିନ ଡ୍ୟୁଟି କରିବେ ସେଦିନର 612 ଟଙ୍କା ପାଇବେ ଆଉ ଡ୍ୟୁଟି ନ କଲେ ପଇସା ପାଇବେ ନାହିଁ। ଆଉ ଠିକଣାରେ ପଠାଇବେ 766001 ଏଇ ପିନକୋଡ଼ରେ ପଠାଇବାକୁ ପଡ଼ିବ କଳାହାଣ୍ଡି ପିଲାମାନଙ୍କ ପାଇଁ। ଆବେଦନ ଫର୍ମ ଗୁଡ଼ିକ ଏହି ଜିଲ୍ଲାର ସମସ୍ତ ଥାନା ଓ ଫାଣ୍ଡିମାନଙ୍କରେ ଉପଲବ୍ଧ ଅଛି। ଆବେଦନ ଫର୍ମ ଗୁଡ଼ିକ ଏହି ଜିଲ୍ଲାର ସମସ୍ତ ଥାନା ଏବଂ ଫାଣ୍ଡିମାନଙ୍କରେ ଉପଲବ୍ଧ ଅଛି। ଥାନା ଏବଂ ଫାଣ୍ଡିରୁ ନେଇପାରିବେ ଆବେଦନ ପତ୍ର। ଥାନାର ନାମ ଦେଖନ୍ତୁ, କେଉଁ ଥାନା ସବୁରେ ଆପଣମାନେ ଆବେଦନ ପତ୍ର ପାଇପାରିବେ। ଭବାନୀପାଟଣା ଟାଉନ ଖାଲି ଥିବା। ଭବାନୀପାଟଣା ଟାଉନରେ 8ଟା ଭ୍ୟାକେନ୍ସି ଅଛି। ଭବାନୀପାଟଣା ସଦରରେ 6ଟା ଭ୍ୟାକେନ୍ସି, କେସିଙ୍ଗାରେ 9ଟା ଅଛି, ନର୍ଲାରେ 7ଟା, ଲାଞ୍ଜିଗଡ଼ରେ 3ଟା ଅଛି, ଜୁନାଗଡ଼ରେ 9ଟା ଅଛି, ଗୋଲାମୁଣ୍ଡାରେ 2ଟା, ଧର୍ମଗଡ଼ରେ 8ଟା ଆଉ କେଙ୍ଗାରେ 2ଟା, ନୟାପଟଣାରେ 5ଟା ଭ୍ୟାକେନ୍ସି। ସମୁଦାୟ 60ଟା ଭ୍ୟାକେନ୍ସି ବାହାରିଛି କଳାହାଣ୍ଡି ପିଲାମାନଙ୍କ ପାଇଁ। ଦେଖି ଦିଅନ୍ତୁ, କଳାହାଣ୍ଡି ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟର। ଯୋଗ୍ୟତା ଦେଖିଦେବା। ଏଜୁକେସନ କ୍ୱାଲିଫିକେସନ କ'ଣ ଅଛି। ଆବେଦନ କରିବା ପାଇଁ ଜଣେ ପ୍ରାର୍ଥୀଙ୍କ ନିମ୍ନଲିଖିତ ଯୋଗ୍ୟତା ଥିବା ଆବଶ୍ୟକ। କ'ଣ ଅଛି ଦେଖିବା।
ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ଥିବ, ଇଣ୍ଡିଆନ୍ ସିଟିଜନ୍ ହେଇଥିବ। ପ୍ରାର୍ଥୀଙ୍କ ବୟସ 1/1/2025 ସୁଦ୍ଧା 1 ଫେବୃଆରୀ 2025 ସୁଦ୍ଧା 20 ବର୍ଷରୁ କମ୍ କିମ୍ବା 60 ବର୍ଷରୁ ଉର୍ଦ୍ଧ୍ୱକ ହୋଇନଥିବା। 20 ବର୍ଷରୁ ଅଧିକ ଏବଂ 60 ବର୍ଷରୁ କମ୍ ହେଇଥିବା କଥା। 60 ବର୍ଷରୁ ଅଧିକା ହେଇନଥିବା କଥା ବୟସ ହେଲେ ଫର୍ମ ପକାଇ ପାରିବେ। ପ୍ରାର୍ଥୀ ଅତି କମ୍ରେ 5ମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କଥା। ଏଜୁକେସନାଲ୍ କ୍ୱାଲିଫିକେସନ୍ ଦେଖନ୍ତୁ। ଅତି କମ୍ରେ 5ମ ଶ୍ରେଣୀ ପାସ୍ କରିଥିବ କଥା। 5ମ, 6ଷ, 7ମ ଉପରେ ଯାହା ପଢ଼ିଥିବ ଆବେଦନ କରିପାରିବ। ମିନିମମ୍ ଅତି କମ୍ରୁ 5 କ୍ଲାସ୍ ପାସ୍ ହେଇଥିବାର କଥା। ପ୍ରାର୍ଥୀ ଓଡ଼ିଆ ଭାଷା ପଢ଼ି ଲେଖି ଏବଂ କହିପାରୁଥିବା। ପଢ଼ି ଲେଖି କହିପାରୁଥିବା କଥା ଓଡ଼ିଆରେ। ପ୍ରାର୍ଥୀ ଜଣେ ଭଲ ନୈତିକ ଚରିତ୍ରର ଅଧିକାରୀ ହୋଇଥିବା ଏବଂ ସେ କୌଣସି ଫୌଜଦାରୀ ମାମଲାରେ ବିଚାର ସମ୍ମୁଖୀନ ହୋଇନଥିବେ କିମ୍ବା କୌଣସି ଫୌଜଦାରୀ ଅପରାଧୀ ପାଇଁ କୌଣସି ତାଙ୍କ ନାଁରେ ଯିଏ ଆବେଦନକାରୀ ଥିବ ତାଙ୍କ ନାଁରେ କୌଣସି ଫୌଜଦାରୀ କିମ୍ବା କେସ୍ ହୋଇନଥିବ କୌଣସି ଥାନାରେ। ତା ପାଇଁ କ୍ୟାରେକ୍ଟର ସାର୍ଟିଫିକେଟ୍ ବନେଇବାକୁ ପଡ଼ିବ। ଆଉ ଦେଖନ୍ତୁ, ପ୍ରାର୍ଥୀ ଜଣେ ସୁସ୍ଥ ଏବଂ ସ୍ୱାସ୍ଥ୍ୟବାନ ଶରୀରର ଅଧିକାରୀ ହୋଇଥିବ ଏବଂ ତାଙ୍କୁ କୌଣସି ଜଟିଳ ଶାରୀରିକ ସମସ୍ୟା ନଥିବ। ଫିଜିକାଲରେ ସୁସ୍ଥ ରହିବାର କଥା, ଫିଟ୍ ରହିବାର କଥା 6 ନମ୍ବରରେ। ଆଉ ଦେଖ, ଆବେଦନକାରୀ କେଉଁ ଜାଗା ପତ୍ର ପଡ଼ିବ। ଆବେଦନକାରୀଙ୍କୁ କେଉଁ ଜାଗା ପତ୍ର କାଗଜପତ୍ର ଦରଖାସ୍ତ ସହିତ ସଂଲଗ୍ନ କରିପାରିବ। ଆବାସିକ ପ୍ରମାଣପତ୍ର, ରେସିଡେଣ୍ଟ ସାର୍ଟିଫିକେଟ୍, ବୟସ ଏବଂ ଶିକ୍ଷାଗତର ପ୍ରମାଣପତ୍ର, ଏଜୁକେସନାଲ୍ ସାର୍ଟିଫିକେଟ୍, 4 କପି ପାସପୋର୍ଟ ଆକାର ନିଜ ଫଟୋ, ପାସପୋର୍ଟ ସାଇଜ୍ ଫଟୋ 4ଟା, ଜାତି ପ୍ରମାଣପତ୍ର, କାଷ୍ଟ ସାର୍ଟିଫିକେଟ୍, ବୈଷୟିକ ଦକ୍ଷତା ପ୍ରମାଣ ନକଲ ଦିଆଯାଏ। ଯଦି ଥାଏ ବୈଷୟିକ ଦକ୍ଷତା ପ୍ରମାଣପତ୍ର ଯଦି ଅଛି ହେଲେ ଦେବ, ନହେଲେ ନାହିଁ। ଯଦି ଥାଏ ଏଟା ଅପସନାଲ୍। ବାହନ ଚାଳକ ପ୍ରମାଣପତ୍ର ନକଲ ତାର ଜେରକ୍ସ ଯଦି ଅଛି ହେଲେ ଦେବ, ଏଟା ବି ଅପସନାଲ୍। ତ ବେସିକାଲି ଆବାସ ପ୍ରମାଣପତ୍ର, ରେସିଡେଣ୍ଟ ସାର୍ଟିଫିକେଟ୍, ବୟସ ପାଇଁ ମେଟ୍ରିକ୍ ସାର୍ଟିଫିକେଟ୍, ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ଆପଣ ଯାହା ଶିକ୍ଷାଗତ ଅଛି ଯେମିତି କମ୍ପ୍ୟୁଟର ଅଛି କିମ୍ବା +2 +3 ଯାହା ବି ଅଛି ସେଟା ଦେବେ ଏବଂ 4ଟି ପାସପୋର୍ଟ ସାଇଜ୍ ଫଟୋ, ଜାତି ପ୍ରମାଣପତ୍ର ଦେବେ। ଏ 4ଟା ଡକୁମେଣ୍ଟସରେ ହେଇଯିବ। ସମୁଦାୟ 60ଟା ପୋଷ୍ଟ ଅଛି। ଦେଖି ଦିଅନ୍ତୁ ଥରେ। 15 ଫେବୃଆରୀରୁ ମାର୍ଚ୍ଚ 1 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ତ ପିଲାମାନେ ସମସ୍ତେ ପକାଇଦେବେ ଯାହାକୁ ହୋମଗାର୍ଡ ଚାକିରି ଦରକାର।